ନାରଦ କ'ଣ ଜ୍ଞାନ ବୈରାଗ୍ୟଙ୍କୁ ସେମିତି ଚେତାଶୂନ୍ୟ ଛାଡ଼ି ଚାଲିଗଲେ ଜେଜେମା? ଜ୍ଞାନ ଓ ବୈରାଗ୍ୟଙ୍କୁ ଆରୋଗ୍ୟ କରିବାରେ ନାରଦଙ୍କର ସମସ୍ତ ପ୍ରୟାସ ବିଫଳ ହେଲା ପରେ ନାରଦ ଚିନ୍ତିତ ହୋଇପଡ଼ିଲେ ଏବଂ ଭଗବାନଙ୍କୁ ଧ୍ୟାନ କଲେ। ସେ ସମୟରେ ଆକାଶରୁ ଏକ ସ୍ୱର ଶୁଣିଲେ, ହେ ଦେବର୍ଷି, ଚିନ୍ତା କର ନାହିଁ, ତୁମର ପ୍ରୟାସ ସଫଳ ହେବ, କିନ୍ତୁ ତୁମକୁ ଗୋଟିଏ ନିର୍ଦ୍ଦିଷ୍ଟ ମହାନ କାର୍ଯ୍ୟ କରିବାକୁ ପଡ଼ିବ, ଯାହା କୌଣସି ମହାନ ସାଧୁ ବ୍ୟକ୍ତି ତୁମକୁ ପ୍ରକାଶ କରିବେ। ଏହି କଥା ଶୁଣିଲା ପରେ ନାରଦ ମୁନି ବିଭିନ୍ନ ସ୍ଥାନକୁ ଯାତ୍ରା କଲେ। ସେଠାରେ ଥିବା ସାଧୁମାନଙ୍କୁ ସାକ୍ଷାତ କଲେ, କିନ୍ତୁ କାହାଠାରୁ କୌଣସି ସଠିକ୍ ଉତ୍ତର ପାଇପାରିଲେ ନାହିଁ। ତେଣୁ ସେ ବହୁତ ଚିନ୍ତିତ ହେଲେ ଏବଂ ସମାଧାନ ଖୋଜିବା ଉଦ୍ଦେଶ୍ୟରେ ବଦ୍ରିନାଥ ଯିବାକୁ ନିଷ୍ପତ୍ତି ନେଲେ। ଏହି ସମୟରେ ସେଠାରେ 4 ଜଣ ମୁନି କୁମାରଙ୍କର ଆବିର୍ଭାବ ହେଲା। ସେମାନେ ଲକ୍ଷ ଲକ୍ଷ ସୂର୍ଯ୍ୟ ପରି ତେଜସ୍ୱୀ ଥିଲେ। ସେମାନଙ୍କୁ ଦେଖି ନାରଦ ପଚାରିଲେ, ହେ ସାଧୁ, ଦୟାକରି ମୋ ପ୍ରତି ଦୟା କରନ୍ତୁ ଏବଂ ସେହି ମହାନ ପ୍ରକ୍ରିୟା ବୁଝାନ୍ତୁ। ଆପଣ ଯୋଗୀଙ୍କ ମଧ୍ୟରେ ଶ୍ରେଷ୍ଠ, ସବୁଠାରୁ ଜ୍ଞାନୀ ଏବଂ ବିଦ୍ୱାନ। ଯଦିଓ ଆପଣମାନେ 5 ବର୍ଷର ବାଳକ ପରି ଦେଖାଯାଉଛନ୍ତି, କିନ୍ତୁ ଆପଣ ମୋତେ ଦୟାକରି ଆପଣଙ୍କର କୃପା ପ୍ରଦାନ କରନ୍ତୁ। ଦୟାକରି କିପରି ପଥ ଅନୁସରଣ କରିବେ ତାହା ବିସ୍ତାରିତ ଭାବରେ ବୁଝାଇ ଦିଅନ୍ତୁ। ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟ ଖୁସି ହୋଇପାରିବେ। ସେମାନେ କିପରି ସମସ୍ତ ବର୍ଗରେ ପ୍ରତିଷ୍ଠିତ ହୋଇପାରିବେ।